এই সময় যদি বর্ষা হুଏ তাহলে চাষী প্রবল ପରିମାଣର କ୍ଷତି ସହିବ। ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଚାଷୀର ମେରୁଦଣ୍ଡ ଭାଙ୍ଗିବା ପାଇଁ ଏ ଯୋଉ ବେଙ୍ଗଲ ବାତ୍ୟା ଆସିଛି, ହୁଏତ ଓଡ଼ିଶାକୁ ଏହାର ପ୍ରଭାବ ନଥିଲେ ମଧ୍ୟ ତଟବର୍ତ୍ତୀ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ତାର ପ୍ରଭାବରେ ଆମ ଅଞ୍ଚଳରେ ବର୍ତ୍ତମାନ ଗତ 3 ଦିନ ହେଲାଣି ଆକାଶ ମେଘାଚ୍ଛନ୍ନ ହେଇକି ଅଛି ଏବଂ ଗତକାଲି ମଧ୍ୟ ବୁନ୍ଦାଏ ଦି ବୁନ୍ଦା ବର୍ଷା ବି ହେଇସାରିଲାଣି, ଯଦ୍ୱାରା ଯୋଉ କୃଷକମାନେ ଧାନ ସବୁ କାଟିଛନ୍ତି ତାର ବି ନଷ୍ଟ ହେଲାଣି। ଯୋଉଟା ଆପଣ ଦେଖିବାକୁ ଗଲେ ପ୍ରକୃତରେ ଜମି ଗୁଡାକ ଧାନ ବର୍ତ୍ତମାନ ପଡିକି ରହିଛି। ଏହି ସମୟରେ ଯଦି ବର୍ଷା ହୁଏ ଚାଷୀର ବହୁତ ନଷ୍ଟ ହବ। ଆପଣ ମାନେ ଜାଣିଛନ୍ତି ଚଳିତ ବର୍ଷ ଆଗୁଆ କିଛି ଦୈବ ଦୁର୍ବିପାକ ନଥିଲେ ମଧ୍ୟ ସେଥିରୁ ବର୍ତ୍ତି ଯାଇ ଚାଷୀ ପାଗ ମେଘକୁ ଦେଖିକିରି ବର୍ଷା କମ ଜଳବୃଷ୍ଟି ଥିବା ସମୟରେ ମଧ୍ୟ ନିଜସ୍ୱ ବ୍ୟବସ୍ଥା କରି ଚାଷୀମାନେ ଯେତେବେଳେ କୋଉଠି ଗାଡିଆରୁ କୋଉଠି ନାଳରୁ ପୋଖରୀରୁ ନିଜସ୍ୱ ବ୍ୟବସ୍ଥା କରି ଡିଜେଲ ପମ୍ପ ମାଧ୍ୟମରେ ପାଣି ଆଣିକିରି ଧାନକୁ ବଞ୍ଚେଇକିରି ଏ ପର୍ଯ୍ୟନ୍ତ ଅମଳକ୍ଷମ କରିପାରିଥିଲେ। କିନ୍ତୁ ଏ ସମୟରେ ଯୋଉ ଦୈବ ଦୁର୍ବିପାକ ଦାଉ ସାଧିଲା ଭଳିଆ ବର୍ତ୍ତମାନ ଏକ ପରିସ୍ଥିତି ସୃଷ୍ଟି ହେଇଛି ଯେ ଆଉ ଥରେ ଏକ ମାନେ ବାତ୍ୟା ଆସିକିରି ପହଞ୍ଚିଛି। ସେ ବାତ୍ୟା ଅବଶ୍ୟ ଓଡ଼ିଶାରେ ନଥିଲେ ମଧ୍ୟ ତାର ପ୍ରଭାବରେ ଅସରା ଦି ଅସରା ବର୍ଷା ହେଇଯିବାର ବି ସମ୍ଭାବନା ଅଛି, ଯୋଉଦ୍ୱାରା ଏହି ସମୟରେ ଯଦି ବର୍ଷା ହୁଏ ତାହେଲେ ଚାଷୀ ପ୍ରବଳ ପରିମାଣର କ୍ଷତି ସହିବ। ଯେହେତୁ ଧାନ ପୁରା କାଟିକିରି ଜମିରେ ପକେଇକି ରଖିଛି, ଏଇଟା ହଉଛି ଅମଳ ସମୟ। ଆପଣମାନେ ଭଲ ଭାବେ ଜାଣିଛନ୍ତି ନଭେମ୍ବର ଡିସେମ୍ବର ହଉଛି ଚାଷୀଙ୍କର ଅମଳକ୍ଷମ ସମୟଟା। ତେଣୁକରି ସବୁବେଳେ ଏସବୁ ଅସୁବିଧାର ସମ୍ମୁଖୀନ ହେବା ପାଇଁ ଚାଷୀର ଏ ଯୋଉ ପରିସ୍ଥିତି ସୃଷ୍ଟି ହେଇଛି, ଚାଷୀ ବର୍ତ୍ତମାନ ଭୟ ଆତଙ୍କିତ ବାତାବରଣରେ ଅଛି କିନ୍ତୁ ସେ ନିଜ ଧାନକୁ ରକ୍ଷା କରିପାରିବ ଏବଂ ବଞ୍ଚେଇକି ରଖିବାର ମଧ୍ୟ କୌଣସି ଉପାୟ ନଥିବାରୁ ଭୟ ଆତଙ୍କିତ ବାତାବରଣରେ ବର୍ତ୍ତମାନ ରହିଛି। ତେଣୁକରି ଆଶା କରୁଛୁ ଯେ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛୁ ଯଦି ଆଉ ଏତିକିରେ ବର୍ଷା ସରି ହେଇଯାଉ, ଯଦି ଆଗାମୀ ଦିନରେ ଆଉ ବଡ଼ ବର୍ଷା ହେବ ତାହେଲେ ଚାଷୀ ବହୁତ କ୍ଷତି ସହିବାର ସମ୍ଭାବନା ବି ରହିଛି। कृष्णा विकास स्कूलों में आइए, अनुभवी शिक्षकों से मिलिए, वातावरण को महसूस कीजिए, वेबसाइट को ध्यान से पढ़िए, फिर सोचिए। Krishna Vikas Group of Institutions.